ଜୟ ଜଗନ୍ନାଥ ପିଲାମାନେ କେମିତି ଅଛ ସମସ୍ତେ ଆଶା କରୁଛି ବହୁତ ଭଲରେ ଥିବ ଏବଂ ନିଜ ନିଜ ପ୍ରିପାରେସନ୍ ବି ବହୁତ ଭଲରେ କରୁଥିବ। ତ ବର୍ତ୍ତମାନ ପିଲାମାନେ ଓଡ଼ିଶା ହୋମଗାର୍ଡ ତରଫରୁ ଆଉ ଗୋଟେ ନୂଆ ଡିଷ୍ଟ୍ରିକ୍ଟ ପାଇଁ ଗୋଟେ ନୋଟିସ୍ ଆସିଛି ଗୃହରକ୍ଷୀ ନିଯୁକ୍ତି ପାଇଁ ପିଲାମାନେ। ତ ପିଲାମାନେ ଏଇ ଯେଉଁ ନୋଟିସ୍ ଅଛି ଏ ନୋଟିସ୍ଟା କେଉଁ ଡିଷ୍ଟ୍ରିକ୍ଟର ଏବଂ ଆପଣଙ୍କ ଡିଷ୍ଟ୍ରିକ୍ଟର କେବେ ଆସିବ ମୁଁ ଆପଣଙ୍କୁ କହିଦେବି। ଭିଡ଼ିଓଟିକୁ କେବଳ ଶେଷରେ ଦେଖନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିବ ତ ନିଶ୍ଚିତ ଗୋଟେ ଲାଇକ୍ କରିକି ଚ୍ୟାନେଲକୁ ମଧ୍ୟ ଗୋଟେ ସବସ୍କ୍ରାଇବ୍ କରିଦେବ। ତ ପିଲାମାନେ ଦେଖ ଏଇ ଯେଉଁ ନୋଟିସ୍ଟା ଅଛି ନୋଟିସ୍ ଆସିଥିଲା ଆପଣଙ୍କର 22 ତାରିଖରେ ଆସିଥିଲା ଏବଂ ଏଥିରେ ଆପଣଙ୍କର 24/7ରୁ 3/8 ଯାଏଁ ଆପଣଙ୍କର ଫର୍ମ ଆବେଦନ କରିବାକୁ ପଡ଼ିବ। ତ ପିଲାମାନେ ଏଇ ଯେଉଁ ଡେଟ୍ ଅଛି 24ରୁ ଆପଣ 3 ତାରିଖ ମଧ୍ୟରେ ହିଁ ଆପଣ ଫର୍ମ ଆବେଦନ କରିପାରିବେ। ଏଥିରେ ଦେଖନ୍ତୁ ଆପଣଙ୍କର ପଦବୀ ସଂଖ୍ୟା ରହିଛି 19 ପଦବୀ ସଂଖ୍ୟା ରହିଛି ଏବଂ ଆପଣ ଯେଉଁ ଆପ୍ଲାଏ କରିବେ ଆପ୍ଲାଏ କରିବା ପରେ ଆପଣଙ୍କ ଯୋଗ୍ୟତା କ'ଣ ହେବା କଥା ଦେଖି ନିଅନ୍ତୁ। ଆବେଦନକାରୀ ବୁଥ୍ ପୋଲିସ ଜିଲ୍ଲା ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ ଏବଂ ଅତି କମ୍ରେ 5ମ ଶ୍ରେଣୀ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବେ, ଓଡ଼ିଆ ଭାଷା ପଢ଼ି ଲେଖି କହିପାରୁଥିବେ, ସୁସ୍ଥ ଭଲ ଶରୀର ଏବଂ ଶରୀର ଦୁର୍ବଳତା ମୁକ୍ତ ହୋଇଥିବା ଆବଶ୍ୟକ। ଆବେଦନକାରୀଙ୍କ ବୟସ 1/1/2025 ସୁଦ୍ଧା 20 ବର୍ଷରୁ ବା ତାଠାରୁ ଅଧିକ, 60 ବର୍ଷ ତାଠାରୁ କମ୍ ହୋଇନଥିବା ଦରକାର। ଠିକ୍ ଅଛି। ତ ଏଇଟା ଚରିତ୍ର ଭଲ ହେବା ଉଚିତ ଏବଂ ତାଙ୍କ ବିରୁଦ୍ଧରେ କୌଣସି ଅପରାଧିକ ମାମଲା ବିଚାରାଧୀନ ନଥିବା କଥା। ତ ପିଲାମାନେ ଏଥିରେ ଆପଣଙ୍କ ଯେଉଁ ଫର୍ମ ଡକୁମେଣ୍ଟସ୍ କ'ଣ ଲାଗିବ ଦେଖନ୍ତୁ। ବୌଦ୍ଧ ଜିଲ୍ଲା ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର, ରେସିଡେନ୍ସ ସାର୍ଟିଫିକେଟ୍ ଆପଣଙ୍କୁ ଲାଗିବ ଏବଂ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଏବଂ ଆଧାର କାର୍ଡ଼ କିମ୍ବା ଭୋଟର ଆଇ ଡି ଦକ୍ଷତା ଅନୁଯାୟୀ ଆପଣଙ୍କ ପ୍ରମାଣ। ଯଦି ଆପଣ କୌଣସି ଡ୍ରାଇଭିଂ କିମ୍ବା କମ୍ପ୍ୟୁଟର କିମ୍ବା ବାର୍બર ସୁଇପର ଯେକୌଣସି ବି ପ୍ରକାରରେ ଆପଣ ଯଦି ପକାଉଛନ୍ତି ତେବେ ଆପଣଙ୍କର ତାର ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଲାଗିବ। ଆଉ କିଛି ଯୋଗାଯୋଗ ଆପଣଙ୍କ କିଛି ପ୍ରୋବ୍ଲେମ୍ ହେଉଛି ତେବେ ଏଇ ନମ୍ବରରେ ଆପଣ ଯୋଗାଯୋଗ କରିକି କିଛି ଇନକ୍ୱାରି କରିପାରିବେ। ତ ପିଲାମାନେ ଏଇଟା ଥିଲା ବୌଦ୍ଧ ଡିଷ୍ଟ୍ରିକ୍ଟର ଗୋଟେ ନୋଟିଫିକେସନ୍ ହୋମଗାର୍ଡ ପଦବୀକୁ ନେଇକି ଏବଂ ଆପଣଙ୍କ ଡିଷ୍ଟ୍ରିକ୍ଟରେ କେବେ ଆସିବ ଜାଣିବାକୁ ଚାହୁଁଛନ୍ତି ତ କମେଣ୍ଟରେ ନିଜ ଡିଷ୍ଟ୍ରିକ୍ଟର ନାଁ ଲେଖନ୍ତୁ। ଆପଣଙ୍କ ଡିଷ୍ଟ୍ରିକ୍ଟରେ କେବେ ଆସିବ ମୁଁ ଆପଣଙ୍କୁ କହିଦେବି। ଧନ୍ୟବାଦ।